ଯେତେବେଳେ ଉଷ୍ଣ ବାୟୁ ଊର୍ଧ୍ୱମୁଖୀ ହୁଏ ଏବଂ ସେଠାରେ ଏହା ଶୀତଳ ବାୟୁକୁ ଭେଟିଥାଏ, ଫଳରେ ଏକ ପ୍ରଣାଳୀ ସୃଷ୍ଟି ହୁଏ ଯାହା ମେଘ ଏବଂ ବର୍ଷାର ଚକ୍ର ଚଳାଇଥାଏ। ଡାଇଗ୍ରାମରେ ବୁଝିବା, ଏଇ ଡାଇଗ୍ରାମଟିକୁ ଆମେ ଦେଖିବା ଆଉ ଏଇ ଡାଇଗ୍ରାମରୁ ଜାଣିବା। ତ କଣ ହେଲା, ଏଇଠି ଯେତେବେଳେ ଲୋ ପ୍ରେସର ଏରିଆ କ୍ରିଏଟ ହେଲା ସେତେବେଳେ କଣ ହେଲା, ଏଠି ଯୋଉ ପବନ ଗୁଡିକ ଥିଲେ ବା ବାୟୁ ଗୁଡିକ ଥିଲେ ସେମାନେ ଊର୍ଧ୍ୱମୁଖୀ ହେଲେ। ହେଲା, ଊର୍ଧ୍ୱମୁଖୀ ହେଲା ପରେ ସେମାନେ କଣ କଲେ ନା ଉପରକୁ ଉଠିଲେ। ଉପରକୁ ଯେତେବେଳେ ଗଲେ ଏଠି ସେମାନେ କଣ କଲେ ନା ଶୀତଳ ବାୟୁ ସହିତ ତାଙ୍କର ଭେଟ ହେଲା। ଏଠି ଯେତେବେଳେ ଶୀତଳ ବାୟୁ ସହିତ ଭେଟ ହେଲା, ଏଠି କଣ ହେଲା ନା ମେଘ ସୃଷ୍ଟି ହେଲା। ଯଦି ଆମେ ଆଉ ଗୋଟେ ଡାଇଗ୍ରାମ ରେ ଦେଖିବା, ସେଇଭଳି ଭାବରେ ଏଇଠି ଲୋ ପ୍ରେସର ଏରିଆ ସେତେବେଳେ କ୍ରିଏଟ ହବ ଯେତେବେଳେ ଆଖପାଖ ଅଞ୍ଚଳର ଚାପଠୁ ଏ ଏରିଆର ଚାପ କମ ଥିବ। ଆଉ ଯେତେବେଳେ କମ ହବ ବାୟୁ କଣ ହବ ନା ଊର୍ଧ୍ୱମୁଖୀ ହବ। ହେଲା, ଊର୍ଧ୍ୱମୁଖୀ ହେଇ ସାରିଲା ପରେ ସିଏ କଣ କରିବ ନା ଉପରକୁ ଗଲା ପରେ ଶୀତଳ ବାୟୁ ସହିତ ତାର ଭେଟ ହବ। ଯେତେ